ବନ୍ଧୁଗଣ ଆପଣ ଯଦି ସୁଭଦ୍ରା ଆବେଦନ କରିଛନ୍ତି ଓ ଆପଣ ଦେଖିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ସୁଭଦ୍ରାର ଆଗାମୀ କିଛି ଟଙ୍କା କେଉଁ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ତାହା ଜାଣିବାକୁ ହେଲେ ଦେଖନ୍ତୁ କେମିତି ଚେକ୍ କରିବେ। ସର୍ବପ୍ରଥମେ ଆପଣଙ୍କ ମୋବାଇଲ ବ୍ରାଉଜରକୁ ଆସିବେ। ମୋବାଇଲ ବ୍ରାଉଜରରେ ଏନପିସିଆଇ ସର୍ଚ୍ଚ କରିବେ। ଏନପିସିଆଇ ସର୍ଚ୍ଚ କଲା ପରେ ଦେଖିପାରୁଥିବେ ଏଇ ଯେଉଁ ପ୍ରଥମ ଲିଙ୍କ ଅଛି ସେଠିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ସେ ଲିଙ୍କରେ ଆସିଲା ପରେ ଦେଖିବେ ଆପଣ ଏଠିରେ ଯେଉଁ କଷ୍ଟମର ଲେଖା ହେଇଛି এই କଷ୍ଟମରରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। କଷ୍ଟମରରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଠିରେ ତଳେ ଆପଣ ଦେଖିପାରୁଥିବେ ଯେଉଁ ଭାରତ ଆଧାର ଏନାବଲ ଲେଖା ହେଇଛି ଏଠିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। କ୍ଲିକ୍ କଲା ପରେ ଦେଖନ୍ତୁ ପ୍ରୋସେସିଂ ନେବ। ପ୍ରୋସେସିଂ ନେଲା ପରେ ଟିକେ ସମୟ ଲାଗିପାରେ। ଲାଗିଲା ପରେ ଦେଖିବେ ଆପଣଙ୍କୁ ଏଇଟା ଏମିତି ଶୋ କରିବ। ଏଇଟା ଶୋ କଲା ପରେ ଆପଣ ସାଇଡ଼ରେ ଦେଖିପାରୁଥିବେ ଯେ ଆଧାର ମ୍ୟାପ୍ ଷ୍ଟାଟସ୍ ଲେଖା ହେଇଛି। ଯେହେତୁ ଆପଣଙ୍କୁ କେଉଁ ବ୍ୟାଙ୍କରେ ଆପଣଙ୍କ ଟଙ୍କା ଆସିବ ଡିବିଟି ମାଧ୍ୟମରେ ତାହା ଚେକ୍ କରିବାର ଅଛି। ତେଣୁକରି ଏଠିରେ ଆଧାର ମ୍ୟାପ୍ ଷ୍ଟାଟସ୍ରେ କ୍ଲିକ୍ କରିବେ। ଆଧାର ମ୍ୟାପ୍ ଷ୍ଟାଟସ୍ରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଠିରେ କ'ଣ କରିବେ ଆପଣଙ୍କ ଆଧାର ନମ୍ବରଟା ଏଠିରେ ଫିଲ୍ଅପ୍ କରିନେବେ। ଆଉ ଏଇ ଯେଉଁ ତଳେ କ୍ୟାପଚା ଦେଇଛି এই କ୍ୟାପଚାକୁ ଆପଣ এই ବକ୍ସରେ କ୍ଲିକ୍ କଲା ପରେ ଚେକ୍ ଷ୍ଟାଟସ୍ରେ କ୍ଲିକ୍ କରିବେ। ଚେକ୍ ଷ୍ଟାଟସ୍ରେ କ୍ଲିକ୍ କଲା ପରେ ଦେଖିପାରୁଥିବେ ଆପଣ ଭେରିଫାଏ ମୋବାଇଲକୁ ଏମିତି ଗୋଟେ ଓଟିପି ଆସିବ। ସେ ଓଟିପିକୁ ଆପଣ କ'ଣ କରିବେ এই ଯେଉଁ ତଳେ ବକ୍ସ ଅଛି ଏ ବକ୍ସରେ ଫିଲ୍ଅପ୍ କଲା ପରେ କନଫର୍ମରେ କ୍ଲିକ୍ କରିବେ। କନଫର୍ମରେ କ୍ଲିକ୍ କଲା ପରେ ଆପଣ ଦେଖିପାରୁଥିବେ ବର୍ତ୍ତମାନ ଦେଖନ୍ତୁ ମ୍ୟାପ୍ ଷ୍ଟାଟସ୍ରେ ଏନାବଲ ଫର୍ ଡିବିଟି ଲେଖା ଅଛି ମାନେ ଆପଣଙ୍କର ଡିବିଟିଟା ଲିଙ୍କ୍ ଅଛି। କେଉଁ ବ୍ୟାଙ୍କରେ ଦେଖନ୍ତୁ ତଳେ ଆପଣଙ୍କର ବ୍ୟାଙ୍କ ନାମ ଲେଖିବ ଯେଉଁଟାକି ମୋର ବର୍ତ୍ତମାନ କାନାଡ଼ା ବ୍ୟାଙ୍କ ଲେଖୁଛି। ଆପଣ ଯେଉଁ ବ୍ୟାଙ୍କ ଲିଙ୍କ୍ କରିଥିବେ ସେଇ ବ୍ୟାଙ୍କର ନାଁ ଲେଖିବ। ଆଉ ଦେଖନ୍ତୁ ମେଣ୍ଡେଟ୍ ଫ୍ଲାଗ୍ରେ ୱାଇ ଅଛି ମାନେ ୟେସ୍ ଅଛି। ଏଇଟା ଲାଷ୍ଟ ଡେଟ୍ କେବେ ଏଇଟା ଅପଡ଼େଟ୍ କରାଯାଇଥିଲା ଆଉ ମେଣ୍ଡେଟ୍ ଡେଟ୍ ଯେଉଁଟା ଅପଡ଼େଟ୍ କଲା ପରେ ଦେଖିପାରୁଥିବେ ସେ ଡେଟ୍ ସବୁ ଦେଇଛି। ଏମିତି ଆପଣ ଚେକ୍ କରିପାରିବେ ଯେ ଆପଣଙ୍କୁ କେଉଁ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରାର ଚତୁର୍ଥ କିସ୍ତି ଟଙ୍କା କିମ୍ବା ଯେଉଁମାନେ ନୂଆ ଆବେଦନ କରିଛନ୍ତି ସେମାନଙ୍କର ପ୍ରଥମ କିସ୍ତି ଟଙ୍କା ଆସିବ ଏମିତି ନିଜ ମୋବାଇଲରେ ହିଁ ଚେକ୍ କରିପାରିବେ। ତ ମହିଳା ଏମିତି ଅଛନ୍ତି ଯେଉଁମାନଙ୍କର ଦୁଇଟା ତିନିଟା ଆକାଉଣ୍ଟ ଥାଏ ଅନ୍ୟ ବ୍ୟାଙ୍କରେ ତ ଏମିତି କରି ଆପଣ ଜାଣିପାରିବେ ଯେ ଆପଣଙ୍କୁ କେଉଁ ବ୍ୟାଙ୍କକୁ ଟଙ୍କା ଆସିବ ବୋଲି। ବେଳେବେଳେ ଆମେ ଭୁଲି ଯାଉ ଯେ ଆମର କେଉଁ ବ୍ୟାଙ୍କ ଆକାଉଣ୍ଟ ଅଛି କେଉଁଠି ନାହିଁ। ତ ଯେତେବେଳେ ପଇସା ଆସିବ ଆମକୁ ମେସେଜ ନ ଆସିଲେ ଆମକୁ ଲାଗେ ଯେ ପଇସା ଆସିନି। ତ ଆପଣ ଯଦି ଏମିତି ମ୍ୟାପ୍ ଷ୍ଟାଟସ୍ ଚେକ୍ କରିନେଇଥିବେ ତାହେଲେ ଆପଣ ଜାଣିପାରିବେ ଯେ ଆପଣଙ୍କୁ କେଉଁ ବ୍ୟାଙ୍କକୁ ଟଙ୍କା ଆସିଛି ବୋଲି। ଆଉ ଯଦି ଆପଣ ଚାହୁଁଛନ୍ତି ସେ ବ୍ୟାଙ୍କଟିକୁ ଚେଞ୍ଜ କରିବା ପାଇଁ ତାହେଲେ ମୁଁ ଆଉ ଗୋଟେ ଅନ୍ୟ ଭିଡ଼ିଓ ନେଇକି ଆସିବି। ସେଠିରେ ଦେଖେଇବି ଯେ ଆପଣଙ୍କୁ କେମିତି ଆପଣଙ୍କ ବ୍ୟାଙ୍କଟା ଚେଞ୍ଜ କରିବେ।